ଏମିତି ଜଣେ ଭିକାରୀ ଯାହା ପାଖରେ ନା ଧନ ଥିଲା, ନା ମହଲ, ନା କୌଣସି ପରିଚୟ ଏବଂ ଅନ୍ୟପଟେ ଜଣେ ଏମିତି ରାଜକୁମାରୀ ଯାହାଙ୍କୁ ବିବାହ କରିବା ପାଇଁ ବଡ଼ ବଡ଼ ରାଜକୁମାରମାନେ ସ୍ୱପ୍ନ ଦେଖୁଥିଲେ। କିନ୍ତୁ ଯେତେବେଳେ ଏହି ଭିକାରୀଟି ରାଜକୁମାରୀଙ୍କ ଚାରୋଟି ଅସମ୍ଭବ ସର୍ତ୍ତକୁ ପୂରଣ କରିବାକୁ ଦାବି କଲା, ସେତେବେଳେ ସାରା ରାଜ୍ୟ ହସି ଉଠିଲା। କେହି କେବେ ଭାବିନଥିଲେ ଯେ ଏହି ଭିକାରୀ ଜଣକ ଏମିତି ଏକ ରହସ୍ୟ ପ୍ରକଟ କରିବ ଯାହା ସାରା ରାଜମହଲର ମୂଳଦୁଆକୁ ହଲାଇ ଦେବ। ଶେଷରେ କିଏ ଥିଲା ଏହି ଭିକାରୀ ଏବଂ ସେ କ'ଣ ସତରେ ରାଜକୁମାରୀଙ୍କୁ ଜିତି ପାରିଲା? ଆସନ୍ତୁ ଜାଣିବା। ବହୁ ସମୟ ପୂର୍ବରୁ ଚନ୍ଦ୍ରଗଡ଼ ନାମକ ଏକ ସମୃଦ୍ଧ ରାଜ୍ୟ ଥିଲା। ସେଠାକାର ରାଜକୁମାରୀ ତାରା କେବଳ ସୁନ୍ଦରୀ ନଥିଲେ, ବରଂ ଅତ୍ୟନ୍ତ ବୁଦ୍ଧିମତୀ ମଧ୍ୟ ଥିଲେ। ଯେତେବେଳେ ତାଙ୍କ ବିବାହ କଥା ଉଠିଲା, ସେ ଏମିତି ଏକ ଘୋଷଣା କଲେ ଯାହା ସାରା ରାଜ୍ୟକୁ ଆଶ୍ଚର୍ଯ୍ୟ କରିଦେଲା। ସେ କହିଲେ ଯେ ସେ କେବଳ ସେହି ଯୁବକକୁ ବିବାହ କରିବେ ଯିଏ ତାଙ୍କର ଚାରୋଟି କଠିନ ସର୍ତ୍ତ ପୂରଣ କରିପାରିବ। ରାଜକୁମାରୀଙ୍କ ଘୋଷଣା ଶୁଣି ଦୂରଦୂରାନ୍ତର ରାଜ୍ୟରୁ ରାଜକୁମାରୀମାନେ ଆସିବାକୁ ଲାଗିଲେ। କିଏ ସୁନାର ପାହାଡ଼ ନେଇ ଆସିଲା, ତ କିଏ ହୀରା ନୀଳା। କିନ୍ତୁ ରାଜକୁମାରୀ ପ୍ରତିଥର ମୁଣ୍ଡ ହଲାଇ ମନା କରିଦେଲେ। ଦିନ ପରେ ଦିନ ବିତିଗଲା ଏବଂ ଜଣ ଜଣ କରି ସମସ୍ତ ରାଜକୁମାର ଅସଫଳ ହେଲେ। ତାପରେ ଦିନେ ମହଲର ବିଶାଳ ଦ୍ୱାର ପାଖରେ ଜଣେ ଦୁର୍ବଳ, ପତଳା ଭିକାରୀ ପହଞ୍ଚିଲା। ତାର ପୋଷାକ ଚିରାଫଟା ଥିଲା, କିନ୍ତୁ ତା ଆଖିରେ ଏକ ଅଦ୍ଭୁତ ଆତ୍ମବିଶ୍ୱାସ ଥିଲା। ତାର ନାମ ଥିଲା ମାଧବ। ସେ ଯେତେବେଳେ କହିଲା ଯେ ସେ ଚାରୋଟି ଯାକ ସର୍ତ୍ତ ପୂରଣ କରିବ, ସାରା ଦରବାର ହସର ରୋଳରେ ଗୁଞ୍ଜରି ଉଠିଲା। କିଛି ଦିନ ପରେ ମାଧବ ପୁଣି ଦରବାରକୁ ଆସିଲା। କିନ୍ତୁ ତା ହାତରେ ନା ସୁନା ଥିଲା, ନା ହୀରା। ତା ହାତରେ ଥିଲା କେବଳ ଏକ ସାଧାରଣ ରୁଟି। ଦରବାରରେ ଉପସ୍ଥିତ ଥିବା ବ୍ୟକ୍ତିମାନେ ପୁଣି ଥରେ ହସିବାକୁ ଲାଗିଲେ। ସେତେବେଳେ ମାଧବ ଶାନ୍ତ ସ୍ୱରରେ କହିଲା, ଭୋକିଲା ମଣିଷ ପାଇଁ ଦୁନିଆର ସବୁଠାରୁ ମୂଲ୍ୟବାନ ଜିନିଷ ହେଉଛି ରୁଟି। ତାର ଏହି କଥା ଶୁଣି ସାରା ଦରବାର ଶାନ୍ତ ହୋଇଗଲା। ରାଜକୁମାରୀ ପ୍ରଥମ ଥର ପାଇଁ ପ୍ରଭାବିତ ହେଲେ। ଦ୍ୱିତୀୟ ସର୍ତ୍ତରେ ମାଧବ ଏକ ଦର୍ପଣ ନେଇ ଆସିଲା। ରାଜକୁମାରୀ ପଚାରିଲେ, ଏଥିରେ କ'ଣ ବିଶେଷତ୍ୱ ଅଛି? ମାଧବ ହସିକି କହିଲା, ଏହା କେବେ ମିଛ କହେ ନାହିଁ। ଏହା ରାଜାକୁ ରାଜା ଏବଂ ଭିକାରୀକୁ ଭିକାରୀ ଦେଖାଏ ନାହିଁ, ବରଂ ଦୁହିଁଙ୍କର ପ୍ରକୃତ ଚେହେରା ଦେଖାଏ। ରାଜକୁମାରୀ ମୁଣ୍ଡ ହଲାଇ ଦ୍ୱିତୀୟ ସର୍ତ୍ତ ମଧ୍ୟ ଗ୍ରହଣ କଲେ। ଏବେ ତୃତୀୟ ସର୍ତ୍ତର ପାଳି ଥିଲା। ଏଥର ମାଧବ ନିଜ ସହ ଏକ ବିଶ୍ୱସ୍ତ କୁକୁର ନେଇ ଆସିଥିଲା। ଦରବାରର ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ସେତେବେଳେ ମାଧବ କହିଲା, ପ୍ରକୃତ ବନ୍ଧୁ ସିଏ ଯିଏ ସୁଖ ଓ ଦୁଃଖ ଦୁଇଟି ଯାକ ସମୟରେ ସାଥ ଛାଡ଼େ ନାହିଁ। ଏହି ପଶୁଟି ମଣିଷଠାରୁ ଅଧିକ ବିଶ୍ୱସ୍ତ ବୋଲି ପ୍ରମାଣିତ ହୁଏ। ରାଜକୁମାରୀ ତାର ଏହି ଉତ୍ତରରେ ମଧ୍ୟ ପ୍ରଭାବିତ ନ ହୋଇ ରହିପାରିଲେ ନାହିଁ। ଏବେ କେବଳ ଶେଷ ସର୍ତ୍ତ ବାକି ଥିଲା। ରାଜକୁମାରୀ ପଚାରିଲେ, ଏମିତି ଏକ ଉତ୍ତର ଦିଅ ଯାହା ସୁଖ ଏବଂ ଦୁଃଖ ଦୁଇଟି ଯାକ ପରିସ୍ଥିତିରେ ସମାନ ଲାଗିବ। ମାଧବ ଏକ କାଗଜ ବଢ଼ାଇଲା। ସେଥିରେ କେବଳ ଗୋଟିଏ ଧାଡ଼ି ଲେଖା ଥିଲା, ଏହି ସମୟ ମଧ୍ୟ ଚାଲିଯିବ। ଏହା ପଢ଼ିବା ମାତ୍ରେ ରାଜକୁମାରୀ ଗଭୀର ଚିନ୍ତାରେ ବୁଡ଼ିଗଲେ। ସତରେ ସୁଖ ହେଉ କି ଦୁଃଖ, ସମୟ କାହା ପାଇଁ ଅଟକେ ନାହିଁ। ଚାରୋଟି ଯାକ ସର୍ତ୍ତ ପୂରଣ ହୋଇସାରିଥିଲା। ଠିକ୍ ସେତିକିବେଳେ ଦରବାରରେ ବସିଥିବା ଜଣେ ବୃଦ୍ଧ ମନ୍ତ୍ରୀଙ୍କ ନଜର ମାଧବ ବେକରେ ଝୁଲୁଥିବା ଏକ ପୁରୁଣା ଲକେଟ୍ ଉପରେ ପଡ଼ିଲା। ମନ୍ତ୍ରୀ ହଠାତ୍ ଚମକି ପଡ଼ିଲେ। ସେଇଟା କୌଣସି ସାଧାରଣ ଲକେଟ୍ ନଥିଲା, ବରଂ ଏକ ହଜିଯାଇଥିବା ରାଜବଂଶର ସାହି ପ୍ରତୀକ ଚିହ୍ନ ଥିଲା। ତଦନ୍ତ ଆରମ୍ଭ ହେଲା। ପୁରୁଣା ଦଲିଲ ସବୁ ବାହାର କରାଗଲା ଏବଂ ତାପରେ ଯେଉଁ ସତ ସାମ୍ନାକୁ ଆସିଲା, ତାହା ଶୁଣି ସାରା ରାଜ୍ୟ ସ୍ତବ୍ଧ ହୋଇଗଲା। ମାଧବ କୌଣସି ସାଧାରଣ ଭିକାରୀ ନଥିଲା। ସେ ବହୁ ବର୍ଷ ପୂର୍ବରୁ ନିଖୋଜ ହୋଇଯାଇଥିବା ଜଣେ ରାଜକୁମାର ଥିଲା, ଯିଏ ପିଲାଦିନେ ନିଜ ପରିବାରଠାରୁ ବିଚ୍ଛିନ୍ନ ହୋଇଯାଇଥିଲା। ଏବେ ରାଜକୁମାରୀ ତାରାଙ୍କ ସାମ୍ନାରେ କୌଣସି ବାଧା ନଥିଲା। ସାରା ରାଜ୍ୟକୁ ଫୁଲରେ ସଜାଗଲା। ରାଜମହଲ ଆଲୋକମାଳାରେ ଜଳି ଉଠିଲା। ହଜାର ହଜାର ଲୋକଙ୍କ ଉପସ୍ଥିତିରେ ରାଜକୁମାରୀ ତାରା ଏବଂ ମାଧବଙ୍କର ଭବ୍ୟ ବିବାହ ସମ୍ପନ୍ନ ହେଲା। କିନ୍ତୁ ରାଜା ହେବା ପରେ ମଧ୍ୟ ମାଧବ ନିଜର ସେଇ କଠିନ ଦିନଗୁଡ଼ିକୁ ଭୁଲି ନଥିଲା। ସେ ଗରିବମାନଙ୍କ ପାଇଁ ଅନ୍ନ ଭଣ୍ଡାର ତିଆରି କଲେ, ଅନାଥ ପିଲାମାନଙ୍କ ପାଇଁ ବିଦ୍ୟାଳୟ ଖୋଲିଲେ ଏବଂ ରାଜ୍ୟରେ ନ୍ୟାୟର ଏକ ନୂଆ ଉଦାହରଣ ସୃଷ୍ଟି କଲେ। ଲୋକମାନେ କହୁଥିଲେ, ଯିଏ ନିଜେ ଗରିବୀ ଦେଖିଛି, ସିଏ ହିଁ ଜନସାଧାରଣଙ୍କର ଦୁଃଖ ବୁଝିପାରିବ। ଆଉ ଏହି କାରଣରୁ ମାଧବ କେବଳ ଜଣେ ରାଜା ନୁହେଁ, ବରଂ ପ୍ରଜାମାନଙ୍କ ହୃଦୟର ରାଜା ପାଲଟିଗଲା।
ସାଙ୍ଗମାନେ, ମୋର ଏହି ଛୋଟ କାହାଣୀଟି ଯଦି ଆପଣମାନଙ୍କୁ ଭଲ ଲାଗିଥିବ ଦୟାକରି ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।